କୁରୁବଂଶର ମହାନ ସମ୍ରାଟ ଶାନ୍ତନୁ ଦିନେ ଗଙ୍ଗା ନଦୀ ତଟରେ ବିଚରଣ କରୁଥିବା ସମୟରେ ତାଙ୍କ ଦୃଷ୍ଟି କିଶୋରଟିଏ ଉପରେ ପଡ଼ିଲା, ଯିଏକି ନିଜ ତୀର ସାହାଯ୍ୟରେ ଗଙ୍ଗା ନଦୀର ସ୍ରୋତକୁ ବାନ୍ଧି ପକାଇଥିଲା। କିଶୋରଟିର ନିପୁଣତା ଦେଖି ଆଶ୍ଚର୍ଯ୍ୟଚକିତ ମହାରାଜ ତାକୁ ତାହାର ପରିଚୟ ମାଗନ୍ତେ ଦେବୀ ଗଙ୍ଗା ସ୍ୱୟଂ ସେଠାରେ ଉପସ୍ଥିତ ହୋଇ ଶାନ୍ତନୁଙ୍କୁ କହିଲେ ଯେ, ରାଜନ୍, ମୁଁ ଆପଣଙ୍କ ପୁତ୍ର ଦେବବ୍ରତକୁ ଆପଣଙ୍କୁ ପ୍ରଦାନ କରୁଛି। ଇଏ ଗୁରୁ ବଶିଷ୍ଠଙ୍କଠାରୁ ବେଦ ତଥା ଭଗବାନ ପରଶୁରାମଙ୍କଠାରୁ ଶସ୍ତ୍ରବିଦ୍ୟା ଆହରଣ କରିଅଛି। ଦେବବ୍ରତ କୁରୁବଂଶର ଉତ୍ତରାଧିକାରୀ ରୂପରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ଯୋଗ୍ୟ ସିଦ୍ଧ କରିଅଛି। ଏତିକି କହିସାରି ଗଙ୍ଗା ପୁନଶ୍ଚ ନିଜ ଜଳରାଶିରେ ବିଲୀନ ହୋଇଗଲେ ଓ ଶାନ୍ତନୁ ନିଜ ପୁତ୍ରକୁ ନେଇ ହସ୍ତିନାପୁର ରାଜମହଲ ଫେରିଆସିଲେ। ସବୁ ପ୍ରକାର କଳାରେ ନିପୁଣ ଦେବବ୍ରତଙ୍କୁ ଦେଖି ଶାନ୍ତନୁଙ୍କୁ ନିଜ ପୁତ୍ର ଉପରେ ଗର୍ବ ହେବାକୁ ଲାଗିଲା ଓ ସେ ତାହାଙ୍କୁ ନିଜ ଉତ୍ତରାଧିକାରୀ ଘୋଷଣା କରିବା ପାଇଁ ରାଜସୂୟ ଯଜ୍ଞର ଆୟୋଜନ କଲେ। ଯୁଦ୍ଧ କଳାରେ ପାରଙ୍ଗମ ଦେବବ୍ରତ ନିଜ ପିତାଙ୍କ ରାଜସୂୟ ଯଜ୍ଞକୁ ସଫଳ କରିବା ପାଇଁ ଚତୁର୍ଦିଗରେ ବିଶ୍ୱବିଜୟର ଅଭିଯାନମାନ ଚଳାଇଲେ ଓ ଅନେକ ରାଜାଙ୍କୁ ପରାଜିତ କରି ହସ୍ତିନାପୁର ସାମ୍ରାଜ୍ୟର ଅଧୀନସ୍ଥ କରିଦେଲେ। ଏହିପରି ମହାପରାକ୍ରମୀ ପୁତ୍ର ପ୍ରାପ୍ତ କରି ଶାନ୍ତନୁ ନିଜକୁ ଧନ୍ୟ ମନେ କଲେ ଏବଂ ଦେବବ୍ରତଙ୍କ ହାତରେ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ବୋଲି ଆଶ୍ୱସ୍ତ ହୋଇ ଶାନ୍ତିରେ ନିଜ ଦିନ ବିତାଇବାକୁ ଲାଗିଲେ। ଦିନେ ଯମୁନା ନଦୀ କୂଳରେ ବୁଲୁଥିବା ସମୟରେ ଶାନ୍ତନୁଙ୍କ ଚତୁର୍ଦିଗ କୌଣସି ମନୋହରୀ ସୁଗନ୍ଧରେ ବାସି ଉଠିଲା। ଏହିପରି ନୈସର୍ଗିକ ସୁଗନ୍ଧ ଯେ କେଉଁଆଡ଼ୁ ଆସୁଛି, ଏହି କଥା ଚିନ୍ତା କରୁ କରୁ ତାଙ୍କ ଦୃଷ୍ଟି ଗୋଟିଏ ମତ୍ସ୍ୟଜୀବୀର କନ୍ୟା ସତ୍ୟବତୀଙ୍କ ଉପରେ ପଡ଼ିଲା। ସତ୍ୟବତୀଙ୍କୁ ତାଙ୍କ ପରିଚୟ ମାଗି ଶାନ୍ତନୁ କହିଲେ, ଦେବୀ, ଆପଣ କିଏ? ଏହିପରି ମନୋହରୀ ସୁଗନ୍ଧର ଅଧିକାରିଣୀ ତଥା ଅପ୍ସରାଙ୍କ ପରି ଅଲୌକିକ ସୌନ୍ଦର୍ଯ୍ୟ ମଣ୍ଡନ କରିଥିବା ଆପଣଙ୍କୁ ଦେଖିବା ମାତ୍ରକେ ହିଁ ମୁଁ ମୋ ହୃଦୟ ହରାଇ ବସିଛି। ରାଜାଙ୍କ କଥା ଶୁଣି ସାମାନ୍ୟ ଲଜ୍ଜା ସହକାରେ ସତ୍ୟବତୀ ନିଜ ପରିଚୟ ପ୍ରଦାନ କରି କହିଲେ ଯେ, ସେ ଧୀବର ରାଜଙ୍କ କନ୍ୟା ସତ୍ୟବତୀ। ନିଜ ପିତାଙ୍କ ସହାୟତା କରିବା ଉଦ୍ଦେଶ୍ୟରେ ସେ ଏଠାରେ ନୌକା ଚଳାଇବାର କାର୍ଯ୍ୟ କରୁଅଛନ୍ତି। ଏହାପରେ ସତ୍ୟବତୀଙ୍କୁ ବିବାହ କରିବାର ଇଚ୍ଛା ନେଇ ଶାନ୍ତନୁ ତାଙ୍କ ପିତା ଧୀବର ନରେଶଙ୍କ ନିକଟକୁ ଗଲେ ଓ ତାହାଙ୍କ ସମ୍ମୁଖରେ ନିଜ ପ୍ରସ୍ତାବ ରଖିଲେ। ଶାନ୍ତନୁଙ୍କ ବିବାହ ପ୍ରସ୍ତାବ ଉପରେ ବିଚାର କରି ଧୀବର ରାଜ ଉତ୍ତର ଦେଲେ, ମହାରାଜ, ମୋ କନ୍ୟା ପାଇଁ ଆପଣଙ୍କଠାରୁ ଶ୍ରେଷ୍ଠ ବର ମିଳିବା ଅସମ୍ଭବ। ତେବେ ମୁଁ ସତ୍ୟବତୀର ଭବିଷ୍ୟତ ନିମନ୍ତେ କିଞ୍ଚିତ୍ ଚିନ୍ତିତ ଅଛି। ଯଦି ଆପଣ ମୋର ଏହି ଦ୍ୱିଧାର ସମାଧାନ କରିପାରିବେ, ତେବେ ମୁଁ ନିଃସଙ୍କୋଚ ତାହାର ବିବାହ ଆପଣଙ୍କ ସହ କରାଇଦେବି। ଏହାପରେ ଶାନ୍ତନୁ ଧୀବର ରାଜଙ୍କୁ ତାଙ୍କ ଦ୍ୱିଧା ବିଷୟରେ ପ୍ରଶ୍ନ କଲେ ଓ ସତ୍ୟବତୀଙ୍କୁ ବିବାହ କରିବା ପାଇଁ ସେ ଯାହା କିଛି ନିଜ ଦ୍ୱାରା ସମ୍ଭବ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଲେ। ଏହାପରେ ସତ୍ୟବତୀଙ୍କ ପିତା କହିଲେ, ମହାରାଜ, ଆପଣ ମୋତେ ବଚନ ଦିଅନ୍ତୁ ଯେ ସତ୍ୟବତୀର ଗର୍ଭରୁ ଜନ୍ମିତ ସନ୍ତାନ ହିଁ ଆପଣଙ୍କ ପରେ ହସ୍ତିନାପୁରର ରାଜସିଂହାସନ ଆରୋହଣ କରିବ। ଦେବବ୍ରତଙ୍କୁ ରାଜସିଂହାସନରେ ଅଭିଷିକ୍ତ କରାଇବାର ନିଷ୍ପତ୍ତି ନେଇସାରିଥିବା ଶାନ୍ତନୁଙ୍କ ପାଇଁ ସତ୍ୟବତୀଙ୍କ ପିତାଙ୍କ ଏହି ସର୍ତ୍ତ ପାଳନ କରିବା ଅସମ୍ଭବ ଥିଲା। ଏଣୁ ସେ କିଛି ଉତ୍ତର ନ ଦେଇ ଦୁଃଖିତ ମନରେ ସେଠାରୁ ବାହୁଡ଼ି ଆସିଲେ। ଏହାପରେ ସତ୍ୟବତୀଙ୍କୁ ନ ପାଇବାର ଦୁଃଖରେ ଶାନ୍ତନୁ ପ୍ରତିଦିନ ଜଳିବାକୁ ଲାଗିଲେ। ଉଦାସୀନ ମନରେ ଦିନସାରା ବସିରହି ସେ କେବଳ ସତ୍ୟବତୀଙ୍କୁ ସ୍ମରଣ କରୁଥିଲେ ଓ ନିଜ ସନ୍ତାପିତ ହୃଦୟକୁ ଆହୁରି କ୍ଷତାକ୍ତ କରି ପକାଉଥିଲେ। ଧୀରେ ଧୀରେ ଶାନ୍ତନୁଙ୍କର ରାଜକାର୍ଯ୍ୟ ପ୍ରତି ମଧ୍ୟ ବିତୃଷ୍ଣା ସୃଷ୍ଟି ହେବାକୁ ଲାଗିଲା, ଯାହାକୁ ଦେଖି ସଭିଏଁ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ। ଦେବବ୍ରତ ନିଜ ପିତାଙ୍କ ଏତାଦୃଶ ଅବସ୍ଥା ଦେଖି ଆଉ ସହ୍ୟ କରିପାରିଲେ ନାହିଁ ଓ ଶାନ୍ତନୁଙ୍କୁ ଏହାର କାରଣ ପଚାରିବାକୁ ଲାଗିଲେ। ଶାନ୍ତନୁ ବୁଲାଇ ବଙ୍କାଇ ଉତ୍ତର ଦେଇ କହିଲେ, ପ୍ରିୟ ଦେବବ୍ରତ, ତୁମେ ମୋର ଏକମାତ୍ର ପୁତ୍ର। ଭଗବାନ ନ କରନ୍ତୁ ଯଦି ତୁମକୁ କିଛି ହେଇଯାଏ ତ ଏହି ମହାନ କୁରୁବଂଶ ସମାପ୍ତ ହୋଇଯିବ। ତୁମ ସ୍ଥାନ ନେବା ପାଇଁ ମୋର ଆଉ କେହି ସନ୍ତାନ ମଧ୍ୟ ନାହାନ୍ତି। ଏହି କଥା ଚିନ୍ତା କରି କରି ମୁଁ ସାମାନ୍ୟ ଚିନ୍ତିତ ହୋଇପଡ଼ିଛି। ଯଦିଓ ପ୍ରକୃତ କଥା କ'ଣ ତାହା ଦେବବ୍ରତ ଠିକ୍ ଭାବରେ ବୁଝିପାରିଲେ ନାହିଁ, ତେବେ ତାଙ୍କ ପିତା ଯେ ଆଉଥରେ ବିବାହ କରି ସନ୍ତାନ ଉତ୍ପନ୍ନ କରିବାକୁ ଇଚ୍ଛୁକ ଅଛନ୍ତି, ଏହି କଥା ସେ ଅବଶ୍ୟ ଠଉରାଇ ପାରିଲେ।
ତାଙ୍କର ଯତ୍ କିଞ୍ଚିତ୍ ସନ୍ଦେହ ଥିଲା ତାହାକୁ ସେ ପାତ୍ରମନ୍ତ୍ରୀଙ୍କୁ ପଚାରି ଦୂର କରିନେଲେ। ଏହାପରେ ଦେବବ୍ରତ ହସ୍ତିନାପୁର ଅଧୀନସ୍ଥ କିଛି ରାଜା ଓ ଶାନ୍ତନୁଙ୍କ ପାତ୍ରମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ସତ୍ୟବତୀଙ୍କ ପିତାଙ୍କୁ ଦେଖା କରିବା ପାଇଁ ବାହାରିଗଲେ। ସେଠାରେ ପହଞ୍ଚିବା ପରେ ଧୀବର ରାଜ ଦେବବ୍ରତଙ୍କ ଉପଯୁକ୍ତ ଅତିଥି ସତ୍କାର କଲେ ଓ ତାଙ୍କୁ ବସିବା ପାଇଁ ଆସନ ପ୍ରଦାନ କରି ଶାନ୍ତନୁଙ୍କ ସାମ୍ନାରେ ରଖିଥିବା ନିଜ ସର୍ତ୍ତ ବିଷୟରେ ତାଙ୍କୁ ଅବଗତ କରାଇଦେଲେ। ସତ୍ୟବତୀଙ୍କ ପିତାଙ୍କ କଥା ଶୁଣି ଦେବବ୍ରତ ଉତ୍ତର ଦେଲେ, ଠିକ୍ ଅଛି ମହୋଦୟ, ଯଦି ସତ୍ୟବତୀଙ୍କ ପୁତ୍ର ନିମନ୍ତେ ରାଜସିଂହାସନ ହିଁ ଆପଣଙ୍କ କାମ୍ୟ, ତେବେ ସେହିପରି ହିଁ ହେବ। ମୁଁ ଏହି ସମସ୍ତ ପାତ୍ରମନ୍ତ୍ରୀଙ୍କ ସମ୍ମୁଖରେ ଦେବତାମାନଙ୍କୁ ସାକ୍ଷୀ ରଖି ଏହି ବଚନ ଦେଉଅଛି ଯେ ମୋର ସିଂହାସନ ଉପରେ କୌଣସି ଅଧିକାର ରହିବ ନାହିଁ। ମାତା ସତ୍ୟବତୀଙ୍କ ଗର୍ଭରୁ ଜାତ ପୁତ୍ର ହିଁ ହସ୍ତିନାପୁରର ସମ୍ରାଟ ହେବ। ଦେବବ୍ରତଙ୍କ ବଚନ ଶୁଣି ଯଦିଓ ସତ୍ୟବତୀଙ୍କ ପିତା ସାମାନ୍ୟ ପ୍ରସନ୍ନ ହେଲେ, ତେବେ ସେ ଅଦ୍ୟାବଧି ସନ୍ତୁଷ୍ଟ ହୋଇଥିବା ଜଣାପଡ଼ୁନଥିଲେ। ଅତଃ ସେ ପୁନଃ ଦେବବ୍ରତଙ୍କୁ କହିଲେ, ମୋର ଆପଣଙ୍କ କଥା ଉପରେ କୌଣସି ସନ୍ଦେହ ନାହିଁ ଗଙ୍ଗାପୁତ୍ର। ଆପଣଙ୍କ ପରି ଧର୍ମନିଷ୍ଠ କ୍ଷତ୍ରିୟ ତ ଏହି ସଂସାରରେ ବିରଳ। ମୁଁ ନିଶ୍ଚିନ୍ତ ଯେ ଆପଣ ନିଶ୍ଚୟ ନିଜ ବଚନର ଅନୁପାଳନ କରିବେ। ତେବେ ଆପଣଙ୍କ ସନ୍ତାନ ସନ୍ତତି ଯେ ଆପଣଙ୍କ ଇଚ୍ଛାକୁ ସମ୍ମାନ ଦେଇ ଭବିଷ୍ୟତରେ ସିଂହାସନ ଉପରେ ନିଜ ଦାବି ରଖିବେ ନାହିଁ, ଏ ବାବଦରେ ମୋର ଶଙ୍କା ଦୂର ହୋଇପାରୁନାହିଁ। ଧୀବର ରାଜଙ୍କ କଥା ଶୁଣି ଦେବବ୍ରତ ନିଜ ପିତାଙ୍କ ଖୁସି ନିମନ୍ତେ ସେହି କାର୍ଯ୍ୟ କଲେ, ଯାହା ଅଦ୍ୟାବଧି କୌଣସି ଯୁବରାଜ କରିନଥିଲେ। ସେ ସତ୍ୟବତୀଙ୍କ ପିତାଙ୍କ ଆଡ଼କୁ ଚାହିଁ କହିଲେ, ଧୀବର ନରେଶ, ମୋ କଥା ଧ୍ୟାନପୂର୍ବକ ଶୁଣନ୍ତୁ। ମୁଁ ଗଙ୍ଗାପୁତ୍ର ଦେବବ୍ରତ ସବୁ ଦେବତା, ଦିଗପାଳ, ଗନ୍ଧର୍ବ ଆଦିଙ୍କୁ ସାକ୍ଷୀ କରି ଏହି ପ୍ରତିଜ୍ଞା ନେଉଛି ଯେ ହସ୍ତିନାପୁର ସିଂହାସନ ଉପରେ ମୋର କୌଣସି ଅଧିକାର ରହିବ ନାହିଁ। ଏହା ବ୍ୟତୀତ ମୁଁ ଆଜୀବନ ବ୍ରହ୍ମଚର୍ଯ୍ୟର ପାଳନ କରିବି ତଥା କେବେ ମଧ୍ୟ ସନ୍ତାନ ଉତ୍ପନ୍ନ କରିବି ନାହିଁ। ନିଜ ସମଗ୍ର ଜୀବନ ହସ୍ତିନାପୁର ସିଂହାସନର ସେବା ଓ ସୁରକ୍ଷା ପାଇଁ ସମର୍ପିତ କରିଦେବି। ଦେବବ୍ରତଙ୍କ ଏହି ପ୍ରତିଜ୍ଞା ଶୁଣି ସେଠାରେ ଥିବା ସମସ୍ତେ ସ୍ତମ୍ଭୀଭୂତ ହୋଇଗଲେ। ଦେବତା, ଅପ୍ସରା ଓ ଗନ୍ଧର୍ବମାନେ ଆକାଶରୁ ପୁଷ୍ପବୃଷ୍ଟି କରିବାକୁ ଲାଗିଲେ। ଏହି ପ୍ରଚଣ୍ଡ ପ୍ରତିଜ୍ଞା ନେଇଥିବା କାରଣରୁ ଗଙ୍ଗାପୁତ୍ର ଦେବବ୍ରତ ଭୀଷ୍ମ ନାମରେ ପରିଚିତ ହେଲେ। ଏହାପରେ ଭୀଷ୍ମ ସତ୍ୟବତୀଙ୍କୁ ନିଜ ରଥରେ ବସାଇ ହସ୍ତିନାପୁର ନେଇ ଆସିଲେ ଓ ଶାନ୍ତନୁଙ୍କ ସହ ତାଙ୍କ ବିବାହ ସମ୍ପନ୍ନ କରାଇଲେ। ନିଜ ପୁତ୍ରର ତ୍ୟାଗ ବିଷୟରେ ଜାଣି ଶାନ୍ତନୁଙ୍କ ହୃଦୟ ଗର୍ବରେ କୁଣ୍ଢେମୋଟ ହୋଇଗଲା ଓ ସେ ତାଙ୍କ ପୁତ୍ର ଭୀଷ୍ମଙ୍କୁ ଇଚ୍ଛା ମୃତ୍ୟୁର ବରଦାନ ପ୍ରଦାନ କଲେ। ସେବେଠାରୁ ଦେବବ୍ରତ ଭୀଷ୍ମ ନାମରେ ପ୍ରସିଦ୍ଧ ହେଲେ।